ମୋ ନାଁ ପ୍ରତାପ ପାଇକ, ବନ ସୁରକ୍ଷା ସମିତି କେନ୍ଦୁବେଡ଼ାର ସଭାପତି। ଜଙ୍ଗଲ ଯେମିତି ନିଆଁ ନ ଲାଗିବ ସେଥିପାଇଁ ବୈଠକ କରାଯାଇଥିଲା। ଆଉ ଏ ବୈଠକରେ ଯେମିତି ପ୍ରତ୍ୟେକ ଗାଁରୁ କିଛି କିଛି ଲୋକ ଆସିଛନ୍ତି ଏବଂ ସେମାନେ ଯେମିତି ସଚେତନ ନେଇକି ଅନ୍ୟକୁ ସଚେତନ କରାଇବେ ସେ ଉଦ୍ଦେଶ୍ୟ ନେଇକି ଏ ବୈଠକରେ ଆସିଥିଲେ। ଆଉ ଆମେ ଏଠାରେ ସମସ୍ତ ବନ କର୍ମଚାରୀମାନଙ୍କର ସହଯୋଗ ଲୋଡ଼ୁଛୁ କି ମାନେ ଆରମ୍ଭରୁ କେମିତି ନିଆଁ ନ ଲାଗିବ ସେଥିପାଇଁ ଆମେ ସମସ୍ତେ ଯତ୍ନବାନ ନେବା ଏବଂ ଗାଁରେ ମଧ୍ୟ ଆମେ ବୈଠକ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଇବୁ। ସେଥିପାଇଁ ଆଜି ଏଠାକୁ ଆସିଥିଲି। ଆମର ଏଇ ଯେଉଁ ଆଜିର କାର୍ଯ୍ୟକ୍ରମ ଥିଲା ବନାଞ୍ଚଳ ସ୍ତରୀୟ ଫାୟାର ପ୍ରିପାୟାରନେସ୍ ମିଟିଂ ଥିଲା। ଏଥିରେ ଆମେ ଆମର ବନାଞ୍ଚଳରେ ଯେତେ ଆମର VSS ଅଛନ୍ତି ତାର ପ୍ରେସିଡେଣ୍ଟ ଆଉ ସଭ୍ୟ ଆଉ ଗାଁ ଆମର ରେଞ୍ଜରେ ଯେତିକି ଆମର ସରପଞ୍ଚ ମାନେ ଅଛନ୍ତି, ତାପରେ ଜିଲ୍ଲା ପରିଷଦ ମାନେ ଅଛନ୍ତି, ଆଉ ଯେତେକ ମାନେ ଯେଉଁଠି ଆମର ଫାୟାର ଫ୍ରଣ୍ଟ ଭିଲେଜ ମାନେ ଅଛି ସେଠାର ସବୁ ଯେଉଁ ଗାଁର ମୁଖିଆ ବା ଅଧିକାରୀ ସେମାନଙ୍କୁ ଆମେ ଇନଭାଇଟ୍ କରିଥିଲୁ। ଆଉ ସେମାନେ ମଧ୍ୟ ଆମର ଇନଭାଇଟ୍ ରକ୍ଷା କରି ଆସିଥିଲେ। ସମସ୍ତଙ୍କୁ ମାନେ ଏକ ସଚେତନତା କାର୍ଯ୍ୟକ୍ରମ ହେଲା। ସମସ୍ତଙ୍କୁ ବୁଝେଇଲୁ ନିଆଁର ମାନେ ଫରେଷ୍ଟ ଫାୟାରର ଯେଉଁ ମାନେ ଡିସଆଡ଼ଭାଣ୍ଟେଜ ସମସ୍ତଙ୍କୁ ବୁଝେଇଲୁ। ଆଉ ମାନେ ଆମର କେତେ ଜଣ VSS ପ୍ରେସିଡେଣ୍ଟ ଆଉ ଜନପ୍ରତିନିଧି ୱାର୍ଡ଼ ମେମ୍ବର ସେମାନେ ବି ତାଙ୍କର ମତ ରଖିଲେ। ଜଙ୍ଗଲ ନିଆଁର କୁପରିଣାମ ସେମାନେ ମଧ୍ୟ ସମସ୍ତଙ୍କୁ ବୁଝେଇଲେ। ଆଉ ଏ ବର୍ଷ ଆମେ ମାନେ ଜଙ୍ଗଲ ସମସ୍ତେ ମିଶିକି କେମିତିଆ ଜଙ୍ଗଲରୁ ଯେଉଁ ନିଆଁଟା କେମିତିଆ କମେଇ ପାରିବା ସେଇ ଉପରେ ସମସ୍ତଙ୍କୁ ମାନେ ସଚେତନତା କରାଇଲୁ।